କାର୍ଯ୍ୟକ୍ରମଟା ହଉଛି ଯୋଉଠି ଆଦିବାସୀ ଏମପି ଏମଏଲଏ ଅଛନ୍ତି, ବିଧାୟକ ସାଂସଦ ଅଛନ୍ତି, ବିଶେଷ କରି ଆପଣ ଜାଣିଛନ୍ତି ପଛୁଆ ଅଞ୍ଚଳ ହେଇଥିବାର ହିଁ ସେଠି ଆଦିବାସୀଙ୍କୁ ଏମପି ଏମଏଲଏ ହିସାବରେ ସିଟ୍ ରଖାଯାଇଛି ଏବଂ ନିର୍ବାଚିତ ହେଇକି ଯାଇଛନ୍ତି। ଅର୍ଥାତ୍ এই ଅଞ୍ଚଳ ଗୁଡାକ ହେଲା ବହୁତ ପଛୁଆ ଅଞ୍ଚଳ। ଅତଏବ ଦଳ ତରଫରୁ ଗୋଟେ ନିଷ୍ପତ୍ତି ହେଇଛି ଯେ ପଛୁଆ ଅଞ୍ଚଳ ଏମପି ଏମଏଲଏ ମାନେ ବିଧାୟକ ସାଂସଦ ମାନେ କିଛି କିଛି ଗାଁକୁ ସେମାନେ ଆଡପ୍ଟ କରିବେ, ମାନେ ବଦନାମା ନେବେ 20, 25, 30 ଗାଁକୁ এবং আগামী টার্গেট রখিবে আগামী 2, 3, 4, 5 ବର୍ଷ କି ଆସନ୍ତା ଅନ୍ତତଃ ନିର୍ବାଚନ ପୂର୍ବରୁ ସେ ଗାଁ ଗୁଡାକ ଯେମିତି ଆତ୍ମନିର୍ଭର କରିକି ଦାଦନ ମୁକ୍ତ କରିବେ। ତା ପାଇଁ ଯେତିକି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରର ବିଭିନ୍ନ ଯୋଜନା ଅଛି ସେଟା 100% କେମିତି ସମସ୍ତ ଯୋଗ୍ୟ ହିତାଧିକାରୀ ପାଇକି ଲାଭାନ୍ୱିତ ହେବେ ଏବଂ ତାଙ୍କର ଆୟ ଏମିତି ବୃଦ୍ଧି ହେବ ଯାହାଦ୍ୱାରା ଦାଦନ ଖଟିବାକୁ ବାହାରକୁ ଯିବାକୁ ପଡିବ ନାହିଁ। ଏଇଟା ଗୋଟେ ବହୁତ ମହତ୍ୱାକାଂକ୍ଷୀ ଗୋଟେ ପରିକଳ୍ପନା ପରିଯୋଜନା, ଯୋଉଟାର ବିଶେଷ ପ୍ରଶିକ୍ଷଣ ଦେବା ପାଇଁ ରାଷ୍ଟ୍ରୀୟ ମହାମନ୍ତ୍ରୀ ସିବିଆଇ ସନ୍ତୋଷ ସହିତ ଅନ୍ୟାନ୍ୟ ଜ୍ୟେଷ୍ଠ ନେତୃବୃନ୍ଦ ଆସୁଛନ୍ତି, ଯୋଉଥିରେ ଆପଣ ଯେମିତି କହିଲେ ମୁଖ୍ୟମନ୍ତ୍ରୀ ମଧ୍ୟ ରହିବେ। ତେଣୁକରି ଏହାର ପ୍ରଶିକ୍ଷଣ ସମଗ୍ର ଯୋଉ ପ୍ରଶିକ୍ଷଣଟା କେବଳ ଓଡ଼ିଶାର ଏବଂ ରାଷ୍ଟ୍ରୀୟ ସ୍ତରରେ ଅଲରେଡି ହେଇସାରିଛି ଯେ ସମସ୍ତ ସାଂସଦ ମାନେ ଟ୍ରାଇବାଲ ସାଂସଦ ମାନେ ଆଦିବାସୀ ସାଂସଦ ମାନେ जनजाति सांसद मैंने एडप्ट कर सारी मुझे 24टा गाँ सेमती गोद नहीं झरीगाँ ब्लॉक रे एवं ओडिशा सहित मध्य प्रदेश प्रथम करिकी एटा लागू करा जाउछि, जो विधायक माने 20, 25, 30 गाँ को नहीं।